ଦେଖନ୍ତୁ ପ୍ରକୃତରେ ମୁଁ ଦାରିଙ୍ଗିବାଡ଼ିକୁ ଆସିନଥିଲି। ମୁଁ ଶୁଣୁଥିଲି ଯେ ଦାରିଙ୍ଗିବାଡ଼ି ଗୋଟିଏ ହେଉଛି ଟୁରିଷ୍ଟ ପ୍ଲେସ୍। ନିଶ୍ଚୟ ଆସିଲା ପରେ ଅନୁଭବ କଲି ଯେ ଦାରିଙ୍ଗିବାଡ଼ି ଗୋଟେ ଟୁରିଷ୍ଟ ପ୍ଲେସ୍। ଏଠି ଅନେକ ଟୁରିଷ୍ଟ ଆସନ୍ତି। ଏଠିର ଜଳବାୟୁ ବି ଭଲ ରହେ, ତେଣୁ ଲୋକ ଆକୃଷ୍ଟ ହୁଅନ୍ତି, ଏଠିକୁ ଆସନ୍ତି। ଗଲାପରେ ଅନେକ ଏଠି ମୁଁ ଯାଇଥିଲି, ଗୋଟେ ୱାଟରଫଲ୍ ବି ରହିଛି। ତା ପାଇଁ ରାସ୍ତାର ଆବଶ୍ୟକତା ରହିଛି। ୱାଟରଫଲ୍ରେ ଅନେକ ପ୍ରକାର ଆଉ କିଛି ଡେଭଲପମେଣ୍ଟ ହେବାର ଆବଶ୍ୟକତା ରହିଛି, ସେସବୁ କିଛି ବି ହେଇନାହିଁ। ଆଉ ଏଠି ଇକୋ ପାର୍କରେ ଆସିଛି, ପାର୍କରେ ଦେଖିଲି ତାର ବି ଡେଭଲପମେଣ୍ଟ ବର୍ତ୍ତମାନ ଚାଲୁ ରହିଛି। ଅନେକ ଆହୁରି ଯେଉଁ ଅଛି ଆମର ଅନେକ ଜାଗା ସେ ଆମର କୁ ଯାଇଥିଲି ଆମେ ବଗିଚା କଫି ଗାର୍ଡ଼େନ୍ ଯାଇଥିଲୁ ଏବଂ କଫି କେମିତି ହେଉଛି ଏବଂ ତାହିଁରେ ଆମର ଗୋଲମରିଚ ହେଉଛି, ଏ ସବୁ ଦେଖିଲା ପରେ ଅନୁଭବ ହେଲା ଯେ ଏସବୁ ଅନୁଭୂତି ବି ଆସୁଛି। ଆମେ ଅନେକ ଜାଗାରେ ଏସବୁ କରେଇ ପାରିବା। ଆଗାମୀ ଦିନରେ କଫି ଚାଷ ବି ଏ ଅଞ୍ଚଳରେ ଅଧିକାରୁ ଅଧିକା କରେଇ ପାରିବା, ଅଧିକା ଲାଭବାନ ବି ହେଇପାରିବେ। ଏ ଅଞ୍ଚଳର ଜୀବନ ଜୀବିକା ବି ଏଥିରେ ଚାଲିପାରିବ। ତା ପାଇଁ ବହୁତ ସାରା ସ୍କୋପ୍ ଅଛି। ସେ ଅନୁସାରେ ଯେତିକି କରିବା କଥା ଗତ ଦିନମାନଙ୍କରେ ହେଇପାରି ନାହିଁ, ତ ଆଗାମୀ ଦିନରେ ତାକୁ ଆହୁରି ଅଧିକାରୁ ଅଧିକା କେମିତି କରିହେବ, ଆର ପାଇଁ ସରକାରର ବି ଲୋକ ବି ଦୃଷ୍ଟି ଆକର୍ଷଣ କରୁଛନ୍ତି। ନିଶ୍ଚୟ ମୁଁ ବୁଲିଲା ପରେ ଦେଖିଲି ଯେ ନିଶ୍ଚୟ ମୋ ଟୁରିଜିମ୍ ଆମର ମିନିଷ୍ଟର ଯିଏ ଅଛନ୍ତି ଡେପୁଟି ସିଏମ୍, ତାଙ୍କୁ ଭେଟିକି ମୁଁ ଏସବୁ ବିଷୟରେ କହିବି। ଆଗାମୀ ଦିନରେ ଯେମିତିକି ଆର କେମିତି ଅଧିକାରୁ ଅଧିକା ବିକାଶ କରାଯାଇପାରିବ ଏବଂ ଟୁରିଷ୍ଟ ଆହୁରି ଆକୃଷ୍ଟ ହେବେ। ନିଶ୍ଚୟ ଏଥିରେ ମୋର ଆଶା ବିଶ୍ୱାସ ଅଛି ଆମ ମିନିଷ୍ଟର ଏଥିରେ ଧ୍ୟାନ ଦେବେ ଏବଂ ମୁଁ କଥାବାର୍ତ୍ତା ବି ହେବି କଲେକ୍ଟରଙ୍କ ସହିତ। ଯାହା ବି କିଛି ପ୍ରୋଜେକ୍ଟ ଯେଉଁ ହାତକୁ ନିଆ ହେଉଛି ସେଗୁଡ଼ାକର DPR କରିକିନା କେମିତି ପଠାଇବେ, ଆଗାମୀ ଦିନରେ ସେସବୁ କେମିତି ସଫଳ ହେଇପାରିବ।